स्वरूपाय व्यासरूपाय विष्णवे नम वै ब्रह्म विधेय वासिष्ठाय नमो नमः। अचतुर्वदन ब्रह्मा दीवाहोर्पराहरि अबाललोचन शंभो भगवान बादरायण। आज गोटे नुआ कथा आपण मानकु कहबी। आपण माने समस्त ठारू बहुत पुराना कथा शुणुचंती, किंतु प्रत्येक कथा भितर गोटे नुआ कथा भी अच्छी। नुआ कथा भी आपे आपे भासी आसुची। आमे सबुबले भाबू गीता किए लिखिचंती ना, तार उत्तर आसे व्यासदेव। भागवत के लिखिचंती तार भी उत्तर आसे व्यासदेव। ये व्यासं को कहा जाए व्यासाय विष्णु रूपाय। व्यासं को विष्णु रूप आमे समस्ते पूजा करूँ बा चिंतन करूँ। किंतु वेद जो समय श्रवण होता, वेद बाणी गुड़िक लेखा नथिला, से श्रवण होता शुणा जाइला। वेदांत मध्य सही समय श्रवण होता। गीता मध्य सही समय शुणा जाइला। गीता परे भागवतंकर केतोटी चरित्र से समय लेखा होता। केतोटी चरित्र, सबु चरित्र एगुड़िक सबू यही मर्त्य भारतवर्षरे समुद्र कूलरे गोमती तीर्थरे एवं एभली विभिन्न तीर्थ मानकरे ये गुड़िक सबू पठन होता। नैमिष्य अरण्य जितेबले मनीष उन्नत हला, किसी देवता भली मनीष बाहर दया धर्म सब कला भाया लोक से किछि भल मनीष जन्म हेले ताकू सब पढ़े शुणवे, से मनीष भी जन्म हेले। किछि मनीष आसिले ताकू सब भांगापी, ताकू भांगिले, ताकू चिरीदेले, फोपाड़ीदेले, निआं लगेदेले, ताकू से कथा भी कले। से समय कथा चंडीर मधुकैटव, केन्द्रापड़ार कंदरासुर, चंडीशास्त्र महिषामर्दिनी महिषासुर, एमती केते गुड़े राक्षस प्रवृत्तिर लोक मानकर ना आज भी आमे शुणुचु। समस्ते समस्ते मृत्युवरण कर ना भी पर्यंत अच्छी। से भाव भोगासुर बोली गोटे राक्षस शक्ति अति प्रज्वल ही उठिला। सेतबले ब्रह्मा उपासना, विष्णु उपासना,
ଶିବଙ୍କ ଉପାସନା ଇଏ ସବୁ କିଛି ନଥିଲା। ସେତେବେଳେ ମଣିଷ ନିଜ ଭିତରେ ନିଜର ଶକ୍ତିକୁ ହିଁ ଉପାସନା କରୁଥିଲା। ତା ହାତଟା କେମିତି ଭଲ ଚାଲିବ, ତା ପାଦ କେମିତି ଭଲ ଚାଲିବ, ଏଇ ହେଉଛି ତାର ଉପାସନା। ଏଇ ଉପାସ୍ୟ ବଗାସୁର ଇଏ ଚିନ୍ତା କଲା ଏଇ ଶାସ୍ତ୍ର ଯେଉଁ ଶାସ୍ତ୍ରମାନଙ୍କୁ ପଢ଼ିବା ପଢ଼େଇ ମାନେ ଭଲ ମଣିଷ ତିଆରି କରାଯାଉଛି, ସେଇମାନଙ୍କୁ ସେଇ ଶାସ୍ତ୍ରକୁ ପଢ଼ିଦେଲେ ଗଲା, ଫୋପାଡ଼ି ଦେବା। ଏଇ ଭଗାସୁର ଶାସ୍ତ୍ର କହିଲେ ତାଳପତ୍ର ପୋଥି ଲେଖନୀରେ ଲେଖା ହେଇଥିବା ଇଏ ପୋଥି ଗୁଡ଼ିକୁ ବେଦ, ବେଦାନ୍ତ, ଗୀତା, ଭାଗବତ ଏଇ ପୋଥି ଗୁଡ଼ିକୁ ସେ ସମୁଦ୍ର ଭିତରେ ଧରନ୍ତୁ ଶ୍ରୀକ୍ଷେତ୍ରସ୍ଥ ସମୁଦ୍ର ଭିତରେ ସେଟାକୁ ଫିଙ୍ଗିଦେଲା। ସେ ଜାଣିନଥିଲା ସମୁଦ୍ର ନିଏନି, ସମୁଦ୍ର ଯାହା ନିଏ ସିଏ ପୁଣି ଫେରେଇ ଦିଏ। ତେଣୁ ଏଇ ତାଳପତ୍ର ପୋଥି ଗୁଡ଼ିକ ସିଏ ପୁଣି ସମୁଦ୍ରର ବାଲୁକା ଭିତରକୁ ଆସିଲା। ସେମିତି ପଡ଼ିଛି। ଭଗାସୁରର ଆଉ ସେ ପର୍ଯ୍ୟନ୍ତ ତାର ଦୌରାତ୍ମ୍ୟ କିଛି ନାହିଁ। ସିଏ ଭାବିଛି ଯେ ମୁଁ ପୋଡ଼ି ଦେଇଛି, ମୁଁ ତ ନଷ୍ଟ କରିଦେଇଛି। ତେଣୁ ଜଣେ ବ୍ୟାସ ନାମକ ଜଣେ ଋଷି, ବ୍ୟାସ ତ ଅନେକ ଅଛନ୍ତି, ତେଣୁ ଆମେ ଯିଏ ଭଲ ବେଦବିତ୍ ତାକୁ ବ୍ୟାସ କୁହାଗଲା। ଏଇଭଳି ଅନେକ ବ୍ୟାସ ଅଛନ୍ତି। ତେଣୁ ଜଣେ ଋଷି ପ୍ରତିମ ସିଏ ତାଳପତ୍ର ପୋଥି ଗୁଡ଼ିକୁ ରତ୍ନ ଭଳି ସାଉଁଟିକିରି ରଖିକି ତାକୁ ପଢ଼ିଲେ। ଯେତେବେଳେ ସେଟାକୁ ପାଠ କରିବା ଆରମ୍ଭ କଲେ, ଗୋଟିଏ ମନ୍ତ୍ର କେବଳ ତାଙ୍କୁ ମାନେ ବାରମ୍ବାର ଶ୍ରବଣ ହେଲା। ସେ ମନ୍ତ୍ରଟି ହେଉଛି ଓମ୍ ନମୋ ଭଗବତେ ବାସୁଦେବାୟ। ଓମ୍ କହିଲେ ଈଶ୍ୱରଙ୍କୁ ସର୍ବଶ୍ରେଷ୍ଠ ପ୍ରାର୍ଥନା ହେଉଛି ଓମ୍। କେଉଁ ମନ୍ତ୍ର ନହେଲେ ବି ଚଳିବ, କିନ୍ତୁ ଓମ୍ କହିଲେ ହେଲା। ସେଇ ଓଙ୍କାରଙ୍କୁ ସେ ନମସ୍କାର କରିବା ସମୟରେ ତାଙ୍କ ଭିତରେ ପୁଣି ଥରେ ସୃଷ୍ଟି ହେଲା ଭଗବତ। ଭଗାସୁରଙ୍କ ଦ୍ୱାରା ଶାସ୍ତ୍ର ଗୁଡ଼ିକ ନଷ୍ଟ ହୋଇଯାଇଥିଲା। ସେ ଭଗାସୁର ଜାଣିନଥିଲା ଏଇ ତାଳପତ୍ର ପୋଥି ଭିତରେ ଯାହା ଲେଖା ଅଛି ତାହା ହେଉଛି ଭଗବତ ଜ୍ଞାନ। ତେଣୁ ଶୁଭିଲା ଓମ୍ ନମୋ ଭଗବତ। ତାପରେ ଶୁଭିଲା ବାସୁଦେବାୟ। ବାସୁଦେବାୟ କହିଲେ ସେ ବସୁଦେବାୟ, ବସୁଙ୍କ ଦ୍ୱାରା ସିଏ ତାଙ୍କର ଅଳଙ୍କାର ଅଳଙ୍କୃତ ହେଇଛନ୍ତି। ବାସୁଦେବ କହିଲେ ବସୁଦେବଙ୍କ ପୁତ୍ର ଭାବରେ ଜନ୍ମ ହେଇଛନ୍ତି। ବାସୁଦେବ ହେଉଛନ୍ତି ମାନେ ସର୍ବମିତି, ବାସୁଦେବ ସର୍ବମିତି, ସବାତ୍ମା ସୁଦୃଢ଼। ତେଣୁ ବାସୁଦେବ ହେଉଛନ୍ତି
ଆତ୍ମଶକ୍ତି। ଏଇ ମନ୍ତ୍ରଟିକୁ ଯେତେବେଳେ ସେ ଜପ କଲେ, ଓମ୍ ନମୋ ଭଗବତେ ବାସୁଦେବାୟ, ଜପ କରୁଛନ୍ତି ବ୍ୟାସ। ତାର ରାକ୍ଷାସ ଶକ୍ତି ହେଉଛି ଭଗାସୁର। ଏଇ ଭଗାସୁରଙ୍କର ଏଇ ଯେଉଁ ବେଦକୁ ଭଗ୍ନ କରିଛନ୍ତି, ସେ ବହୁତ ଆନନ୍ଦରେ ବୁଲୁଛନ୍ତି। ଦିନେ ବ୍ୟାସ ସେ ତାଳପତ୍ର ପୋଥିଗୁଡ଼ିକୁ ପଢ଼ୁଛନ୍ତି, ଲେଖୁନାହାନ୍ତି, ପଢ଼ୁଛନ୍ତି, କିଛି ବୁଝିପାରୁନାହାନ୍ତି। ଏ କଥା ଯେତେବେଳେ ସେ ଅନୁଭବ କଲେ, ତାଙ୍କ ମନରେ ଦୁଃଖ ଆସିଲା। ଏତିକି ବେଳେ ଗୋଟିଏ ଜ୍ୟୋତିରାନନ୍ଦ ପୁରୁଷ ପୂର୍ବାକାଶରେ ଦର୍ଶନ ଦେଲେ ଏବଂ ସେ ଜ୍ୟୋତି ଶୂନ୍ୟବାଣୀ ଦେଲା ଯେ, ହେ ବ୍ୟାସ, ତୁମେ ସନ୍ଥ ମହାତ୍ମା, କିନ୍ତୁ ତମେ ଏତେ ଦୁଃଖରେ କାହିଁକି ବସିଛ? ସେ କହିଲେ, ମୁଁ ପୋଥି ଗୁଡ଼ିକ ପଢ଼ୁଛି କିନ୍ତୁ ତାର ଅର୍ଥ କିଛି ବୁଝିପାରୁନି। ନା, କେଉଁ ପୋଥି ପଢ଼ୁଛ? ନା, ମୁଁ ଆରମ୍ଭ କରିଛି ବେଦରୁ। ବେଦକୁ ମୁଁ ବୁଝିପାରୁନି। ପୁଣି ବେଦ ପରେ ବେଦାନ୍ତ ଅଛି, ତାପରେ ଗୀତା ଅଛି, ତାପରେ ଭାଗବତ ଅଛି। ତାହେଲେ ସବୁ ମୁଁ ଜୀବନରେ କେମିତି ପଢ଼ିବି? କିନ୍ତୁ ସେଇଠି ଶୂନ୍ୟବାଣୀ ହେଲା, ତୁମେ ପ୍ରଥମେ ଭାଗବତଙ୍କୁ ପଢ଼। ସେଇ ଭାଗବତଙ୍କ ଭିତରେ ଧ୍ରୁବ ଉପାଖ୍ୟାନ ଅଛି, ପ୍ରହ୍ଲାଦ ଉପାଖ୍ୟାନ ଅଛି, ସୁଦାମା ଉପାଖ୍ୟାନ ଅଛି, ବିଦୁର ଉପାଖ୍ୟାନ ଅଛି, ବ୍ୟାସଦେବଙ୍କର ଜନ୍ମ ଉପାଖ୍ୟାନ ଅଛି, ଶୁକଦେବଙ୍କ ଜନ୍ମ ଉପାଖ୍ୟାନ ଅଛି। ଏଇଭଳି ଭାବରେ କେତୋଟି ଉପାଖ୍ୟାନ ଅଛି। ସେଇ ଉପାଖ୍ୟାନଟାକୁ ଆଗ ପଢ଼ିଲେ ସେଇଠୁ ତୁମେ ତତ୍ତ୍ୱବିତ୍ ହେବ ଏବଂ ସମସ୍ତ କଥାକୁ ବୁଝିବା ପାଇଁ ତୁମକୁ ସହଜ ହେବ। କିନ୍ତୁ ପ୍ରତ୍ୟେକ ଦିନ ଓମ୍ ନମୋ ଭଗବତେ ବାସୁଦେବା ମନ୍ତ୍ର ଜପ କରିବ। ତେଣୁ ଆଜି ଭଗାସୁରର ନାଁ କୌଣସି ପୁରାଣରେ ଦେଖିବାକୁ ମିଳେନା। ଭଗାସୁରଙ୍କ ପାଇଁ ଭଗବାନ ସ୍ୱତନ୍ତ୍ର ନାମ ନେଲେ ଭଗବତ। ବ୍ୟାସଙ୍କ ପାଇଁ ସେ ସ୍ୱତନ୍ତ୍ର ନାମ ନେଲେ ବାସୁଦେବ। ଆମେ କେବଳ କୃଷ୍ଣଙ୍କୁ କହୁଛୁ ବାସୁଦେବ, କିନ୍ତୁ ସେ ବ୍ୟାସଙ୍କ ପାଇଁ ବାସୁଦେବ। ବ୍ୟାସ ତାଙ୍କୁ ବାସୁଦେବ ବୋଲି କହିଲେ। ଏବଂ ଓଙ୍କାର ହେଲେ ସର୍ବଶ୍ରେଷ୍ଠ ମନ୍ତ୍ର। ଏଇଭଳି ଭାବରେ ଭାଗବତ ଆମ ସଂସାରକୁ ଆମ ପାଖକୁ ଆସିଲେ। ଆଉ ଯେତେ ଶାସ୍ତ୍ର ପୃଥିବୀରେ ସୃଷ୍ଟି ହେଇଛି ସବୁଗୁଡ଼ିକ ବେଦର ଅନ୍ତର୍ଗତ। ଏହା ସତ୍ୟ। ବେଦକୁ ଛାଡ଼ିକି କିଏ ଯାଇନାହାନ୍ତି। ସେ କଥାଟା ବେଦରେ ଗୋଟାଏ ପ୍ରକାର ଲେଖା ହେଇଛି, ଅନ୍ୟ ଶାସ୍ତ୍ରରେ ଆଉ ଗୋଟେ ପ୍ରକାର ଲେଖା ହେଇଛି। ତେବେ ଆଜିର ସେହି ପବିତ୍ର କଥାଟି ବହୁତ ଦିନ ତଳୁ ଏ କଥାଟି ସ୍ମରଣରେ ଥିଲା। ଆଜି ତାକୁ ପ୍ରକାଶ କଲି ଏବଂ ଏ କଥାକୁ ଯେଉଁମାନେ ଏଇଟାକୁ ଭଲ ମନେ କରିବେ ସେ ତାଙ୍କର ଲୋକମାନଙ୍କୁ ବୁଝେଇବେ। ଆଉ ନାହିଁ ସେ ତାଙ୍କର କ'ଣ ବୁଝଉଛନ୍ତି ବୁଝେଇବେ। ଆଉ କଥାଟି ଏଇଠି ରହିଲା।
Namo Bhagavate Vasudevaya.